ଭଲ ଅଛି। ପୁଣି ଆଉ ଥରେ ତ ବିବାଦରେ ମୁଁ ଛନ୍ଦି ହେବାକୁ ବାଧ୍ୟତା ହେଲି। କୌଣସି ମତ ନଥିଲା ମୋର ଆସିବା ପାଇଁ, କିନ୍ତୁ ଦେଖୁଛି ସାମ୍ନାବାଲାଙ୍କର ମତାନ୍ତ ପୁରା ଖରାପ ଚିନ୍ତାଧାରା ମୋ ପ୍ରତି ଯାଇଛି। ଯେଉଁ ଜିନିଷଟା ସାରା ଓଡ଼ିଶାବାସୀ ଜାଣିଥିଲେ ଯେ ଗୋଟେ ଛୁଆ ପାଖକୁ ତା ମାଆ ଫେରିଯିବ, ସମସ୍ତଙ୍କର ଗୋଟେ ଭଲ ପାଇବା ଆଉ ହସ ଖୁସିର ମୁହୂର୍ତ୍ତ ଥିଲା, ସେ ଜିନିଷଟା ଆକ୍ଚୁଆଲି ଏଥିପାଇଁ ହେଇପାରିଲାନି। ଯେଉଁ ମଣିଷଟେ ଚାହୁଁଥିଲା ଯେ ଗୋଟେ ଏମିତି କିଛି ବାଇଟ୍ ଯାଉ, ସେ ଅନ୍ୟ ମାଧ୍ୟମରେ କହିଛନ୍ତି, ମୁଁ ସ୍ପଷ୍ଟ ଶୁଣିଛି। ଯେଉଁ ଅଡ଼ିଓଟା ମୁଁ ଆଜି ଭାଇରାଲ୍ କରିବି, ସେଠି ମୁଁ ନିଜେ ବସିଥିଲି ଉପସ୍ଥିତ। ସେ ସେଇ ମାଧ୍ୟମରେ କହିଥିଲେ ଯେ ଦେଖ ସେ ଟୋକାକୁ କେମିତି କାମ କରାଗଲା, ମାନେ ତାନ୍ତ୍ରିକ ସାଧନାରେ ଏମିତି ବି ସେ କହିଛନ୍ତି ଯେ କେମିତି ସେ ଟୋକାକୁ କାମ କରାହେଲା, ସେ ମୋ ବିଷୟରେ କେମିତି ପଜିଟିଭ୍ କହିଲା, ଭାଇ ଭାଇ କହିଲା। ନାଣ୍ଡୁ ବାବୁ, ଯଦି ଭାବୁଛ ମୁଁ ତମ ବିଷୟରେ ପଜିଟିଭ୍ କହିଛି ବୋଲି, 10 ବର୍ଷ ନୀରବ ରହିଲା ପରେ ବି ମୁଁ ସାମ୍ନା କରିଥିଲି। ଯାହା ବି କରିଥିଲି ଆପଣ ଭଲ ଭାବରେ ଜାଣିଛନ୍ତି। ଆଜି 10 ଦିନ ନୀରବ ରହିଲା ପରେ ବି ମୁଁ ସେତିକି ବି ଭାଇଲେନ୍ସ ଅଛି। ଆ ପରେ ବି ଫାୟାର କରିବି, ସେଇଟା ଭାବିବାର ଡାଉଟ୍ କିଛି ନାହିଁ। ନା କେବେ ଛାଡ଼ିଛି, ନା କେବେ ତୁମକୁ ଛାଡ଼ିବି। ଯେଉଁଟା ତୁମେ ଭାବୁଛ, ତୁମ ଭାବନାଠୁ ଚିନ୍ତାଧାରା ମୋର ବହୁତ ଅଧିକ ଉଚ୍ଚରେ ଅଛି, ଭାବିବାର କିଛି ବି ନାହିଁ। ମୋ ପାଖରେ ସ୍ପଷ୍ଟ ପ୍ରମାଣ ଅଛି। ଯାହା ଯାହା କହିଛ, ଆହୁରି ବହୁତ କଥା କିଛି କହିଛ, ତ ମୁଁ କହିବା ପାଇଁ ଚାହିଁବି। ଆସିଲେନି ବୋଲି ସିଏ କେଉଁଠି ଗୋଟେ ଆଲୋଚନା କରିଥିଲେ, କହିଲେ ଏମିତି କିଛି କହିବା ଯେମିତି ସେ ଟୋକା ଆମ ବିଷୟରେ ପଜିଟିଭ୍ କହିବ, ସୋନାଲିକି ବ୍ଲେମ୍ ନ କରିବ, ମୋତେ ବ୍ଲେମ୍ ନ କରିବ। ଭାଇ, ବ୍ଲେମ୍ କରିବାରେ ମୋର କିଛି ମାନେ ଯଥାର୍ଥ ନାହିଁ କି ଉଦ୍ଦେଶ୍ୟମୂଳକ କିଛି ନଥିଲା। ଯେଉଁଟା ସତଟା ହିଁ ମୁଁ ସବୁବେଳେ ସାମ୍ନାକୁ ଆଣିଛି, ଆଗାମୀ ଦିନରେ ବି ସତ ସାମ୍ନାକୁ ଆଣିବି। ତାଙ୍କର ଗୋଟେ ପ୍ରି ପ୍ଲାନିଂ ଥିଲା, କାଳେ ମୁଁ ଯଦି ଏ ପଜିଟିଭ୍ଟା କହିଦେବି, ବୋଧେ ସେ ଓଏସ୍କୁ ଯେଉଁ ମ୍ୟାରେଜ୍ କରିବାକୁ ଚାହୁଁଥିଲେ ସେ ଆକ୍ସେପ୍ଟ କରିଦେବେ ବୋଲି। ଏଇ ଘଟଣାଟା ସୋନାଲିକି ଓଏସ୍କୁ ମ୍ୟାରେଜ୍ କରିବେ ବୋଲି ନାଣ୍ଡୁ ବାବୁ ଚାହିଁଛନ୍ତି। ଅଡ଼ିଓ କ୍ଲିପ୍ରେ ଅଛି ଯେ ସେ ଗୋଟେ କଲେକ୍ଟରର ସ୍ତ୍ରୀ ହେବ। ଆ ପାଖରେ କ'ଣ ଅଛି? ସୋନାଲି କ'ଣ ଚାହିଁଛନ୍ତି? ଚାହିଁଥାଇପାରନ୍ତେ। ଜଣେ କଲେକ୍ଟରର ସ୍ତ୍ରୀ ହେବ ମାନେ ସେ ତ ଚାହୁଁଥିବ ନା ମୁଁ ଗୋଟେ କଲେକ୍ଟର ସ୍ତ୍ରୀ ହେବି ବୋଲି। ସେଠିରେ ବି ସେ ଅଡ଼ିଓରେ ଅଛି ଯେ ସେ ପୁଅ କ'ଣ ହେବ? ବୋଧେ ସୋନାଲି ମ୍ୟାଡ଼ାମ୍ ନିଜେ କହିଛନ୍ତି ନାଣ୍ଡୁ ବାବୁକୁ, ନାଣ୍ଡୁ ବାବୁ କହିଛନ୍ତି। ନହେଲେ ତ ଜଣଙ୍କୁ କହିନଥିଲି ସେ ତ କହିବନି ସାମ୍ନାକୁ ଆସିକି। ମୋର କୌଣସି କିଛି ଆଲୋଚନା ଆବଶ୍ୟକତା ନାହିଁ। ସିଏ କିଏ ମୁଁ ଚିହ୍ନି କି ଜାଣିନି, ଆଲୋଚନା ନାହିଁ। ଯାହା ବି ମୋ ପାଖକୁ ପ୍ରମାଣ ବାଜିଛି, ପ୍ରମାଣ ବି ଆସୁଛି। ଯଦି ସେ ଭାବୁଛନ୍ତି, ନାଣ୍ଡୁ ବାବୁ ଭାବୁଛନ୍ତି କି, ନାଣ୍ଡୁ ବାବୁ ତ କହିବିନି, ଯଦି ନାଣ୍ଡୁ ତୁ ଭାବୁଛୁ ବହୁତ ଦିନ ସମ୍ମାନ ଦେଲି, ଆଉ ତ ସମ୍ମାନ ଦେବିନି, ଏଥର କାମରେ କରିକି ତୋତେ ଦେଖେଇବି। ଯଦି ତୁ ଭାବୁଛୁ ଏଇଟା ଧମକ ବୋଲି, ଆକ୍ସେପ୍ଟ କରିପାରିବୁ, କିଛି କୌଣସି। ଏସବୁ କୁମ୍ଭୀର କାନ୍ଦଣା ସମାଜ ଆଗରେ ନାହିଁ। ଆପଣ ଯେତିକି ସୋସିଆଲ ମିଡ଼ିଆ ତାଙ୍କ ପାଖକୁ ଯାଉଛନ୍ତି ତାଙ୍କଠୁ ବାଇଟ୍ ଆଣିବା ପାଇଁ, ଆପଣଙ୍କ ଆଗରେ ସେ ଗୋଟେ କଥା କହୁଛନ୍ତି, ପଛରେ ମାଆ ବୋଲି କହୁଛନ୍ତି। ହଁ, ଆପଣ ଯାଉଛନ୍ତି ତ, ଆପଣଙ୍କ ସୋସିଆଲ ମିଡ଼ିଆ ନାଁରେ ମୋତେ ପୁରା କହିଛନ୍ତି। ଆପଣ ଯିବେ, ମୁଁ କଥା ହେଇନି। ଯେଉଁମାନେ ମୋତେ ଇନଫର୍ମେସନ୍ କରନ୍ତି ସେଇମାନେ କୁହନ୍ତି ତାର ନିଜ ଲୋକ, ହେଇଠି ନିଜ ଲୋକ ଜଣେ ଯେଉଁ ଭାଇରାଲ୍ ହେଲା ଅଡ଼ିଓଟା, ସେ ନିଜ ଲୋକ ତାର ନା। ଆଉ ଭାଇ, ସମସ୍ତଙ୍କ ଗୋଟେ ଲୋକ ଅଛନ୍ତି। ସିଏ ଭାବି ଦେଉଛନ୍ତି ଖାଲି ଏକା ତାଙ୍କର ଲୋକ ଅଛନ୍ତି ବୋଲି, ସେଇଟା ଭାବିବାର କିଛି ନାହିଁ। ଯେହେତୁ ମୁଁ ଅନ୍ୟାୟ ବିରୋଧରେ ଲଢ଼ୁଛି, ମୋ ପାଖେ ବି ସପୋର୍ଟ କରିବା ପାଇଁ ଲୋକ ବି ବହୁତ ସାରା ଅଛନ୍ତି। କୌଣସି ଦୁଃଖ ପ୍ରକାଶ କରିବାରେ ଏଠି କିଛି ବି ନାହିଁ, କୌଣସି ଦୁଃଖ କରିବାରେ ନାହିଁ। ଆଜି ବି ମୁଁ ଆପଣଙ୍କ ମାଧ୍ୟମରେ ଜଣାଇବାକୁ ଚାହୁଁଛି, ଦୀର୍ଘ 10 ବର୍ଷ ହେଲାଣି ଯେଉଁ ଛୁଆର ମାଆ ନଥିଲା, ସେ କ'ଣ ଦୁନିଆ ଆଗରେ, ସମାଜ ଆଗରେ ପରିଚୟ ହେଲାନି? ନା ଦୁନିଆ ଆଗରେ ସେ ବଢ଼ିଲାନି? ନା 10 ବର୍ଷକରୁ 10 ବର୍ଷ ହେଇପାରିଲାନି? ସେଇଟା କିଛି ଆମର କୌଣସି ଆପତ୍ତି ନାହିଁ, ଦୁଃଖଦାୟକ ବି କିଛି ନାହିଁ। ସବୁ କର୍ମର ଫଳ ଅଛି। ଯିଏ ଯେମିତି କର୍ମ କରିବ, ଏଇଠି ହିଁ ସ୍ୱର୍ଗ, ଏଇଠି ନର୍କ ଭୋଗିବ। କିନ୍ତୁ ଯେଉଁମାନେ ଚକ୍ରାନ୍ତ କରିଛନ୍ତି, ମୋ ପରିବାରକୁ ବର୍ବାଦ କରିଦେଇଛନ୍ତି, ଯେଉଁମାନେ ଏଥିରେ ସମ୍ପୃକ୍ତତା ଅଛନ୍ତି, ତାଙ୍କର ବି ସମୟ ଆସୁଛି, ସେ ହିଁ ବିନାଶ ହେବେ। ଆଜି ଦେଖନ୍ତୁ ପ୍ରମାଣ। 2 ମାସ ହେଲାଣି ଯେଉଁ କଣ୍ଟ୍ରୋଭର୍ସିଆଲ୍ ରଖିକି ନିଜକୁ ସ୍ପଷ୍ଟ ଭାବରେ ଗୋଟେ ପ୍ରମାଣିତ କରାଉଥିଲେ, ମୁଁ ଗୋଟେ ସତୀତ୍ୱ ପୁରୁଷ, ମୁଁ ଗୋଟେ ସତୀତ୍ୱ ନାରୀ ବୋଲି, ସେଇ 2 ଜଣଙ୍କ ଗୁମର ଆଜି କେମିତି ଖୋଲୁଛି? ଅଡ଼ିଓ କ୍ଲିପ୍ଟା ବହୁତ ସୁନ୍ଦର ଭାବରେ ଦେବି, ଆପଣ ଶୁଣିବେ ସ୍ପଷ୍ଟ ଭାବରେ। ଆସିଥିଲା ଯଦି ନ ଆସିଥିଲା, ମୁଁ କାହିଁକି, ମୁଁ କ'ଣ ବାୟା ପାଗଳ ପରିଆ ମୁଁ କହିଥାନ୍ତି? ମାଧ୍ୟମ ତାର ଆସିଥିଲା। ସେଇ ମାଧ୍ୟମରେ ତାର ବି ଯେତେବେଳେ ଆସିଥିଲା, ଯେତେବେଳେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଲା ପରେ, ସେଇ ମାଧ୍ୟମ ତାର ତାଙ୍କ ପାଖକୁ ଫେରିଗଲା।
सी सेठी थाई कहिसंदी जॉन काहे कहूची मु तो ता पाखु जिबिनी मु भी काहे तुमको आनी सुना निजे कोइ हाँ सी कहिसंदी तापर मु कहले ओके ठीक अछि समय कहबो तमाम सब आशा सरी गई आशा किछि नै मोर आशा भी तांको प्रति किछि नै जदि सी अन्य कोडी मैरिज करके खुशी रहबा चाहन्छ भाई रहू किंतु भाई मु गोटे अभियान रखिछि मते भाई क्लियरेंस दरकार दिए समाज आगे मत बंचार अच्छे मु कहीं तुम ना को नहीं कि समाज आगे कहीं खराब हवा किसी मोर आवश्यकता भी नहीं जदि सी गोटे हृदयमान माँ होता एते कंट्रोवर्शियल आसला पर भी सी केबे ना केबे जदि गाँव में जाकि रही पाइले गाम गाँ ठू गाँ 10 किलोमीटर जाकि कौन जिते जहाँ भी हो जाऊ सी जाकि तार निज छुआ को सी कौन देखिपारि न था